ଶିକ୍ଷକଙ୍କ ଦାବି ପୂରଣରେ ସରକାରଙ୍କର ଉଦାସୀନତାକୁ ନେଇ ତେଜିଲା ଓଷ୍ଟା। ଅଗଷ୍ଟ 2ରୁ ଆନ୍ଦୋଳନ ନେଇ ଚେତାବନୀ। ରାଜ୍ୟରେ ଅନେକ ସ୍କୁଲ ଓ କଲେଜ ଦୀର୍ଘ ଦିନ ଧରି ଅନୁଦାନରୁ ବଞ୍ଚିତ ହେବା ଯୋଗୁଁ ସେଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀ ସମସ୍ତ ସରକାରୀ ସୁବିଧା ସୁଯୋଗ ପାଉନଥିବା ବେଳେ କାର୍ଯ୍ୟରତ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀମାନେ ବର୍ଷ ବର୍ଷ ଧରି ବିନା ଦରମାରେ ଖଟି ଚାଲିଛନ୍ତି। ଏହା ବିରୋଧରେ ବାଲେଶ୍ୱର ଜିଲ୍ଲାର ସମସ୍ତ ବ୍ଲକରେ ଆନ୍ଦୋଳନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି ବୋଲି ସମନ୍ୱୟ ସମିତି ଆବାହକ ତଥା ଓଷ୍ଟାର ଜିଲ୍ଲା ସମ୍ପାଦକ ବିଜୟ କୁମାର ପାତ୍ର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅନୁଦାନ ଯୋଗ୍ୟ ବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଇଥିବା ଓ କାର୍ଯ୍ୟରତ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କ ନିମନ୍ତେ 1981 ପେନସନ ନିୟମ ଲାଗୁ ସହିତ ଅବସରକାଳୀନ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ, ସମସ୍ତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ସରକାରୀ ଘୋଷଣା, ଗ୍ରେଡ୍ ପେରେ ଥିବା ଅସଙ୍ଗତି ଦୂର, ପୁରୁଣା ପେନସନ ବ୍ୟବସ୍ଥାକୁ ପୁନଃ ପ୍ରଚଳନ, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କର 6 ବର୍ଷର ଚାକିରି କାଳକୁ ବରିଷ୍ଠତା କ୍ଷେତ୍ର ଭିତ୍ତିରେ ଗ୍ରହଣ, ଅବସର ବୟସ ସୀମା 60ରୁ 62କୁ ବୃଦ୍ଧି, ସ୍କୁଲ ଓ କଲେଜରେ ଶୂନ୍ୟ ପଡ଼ିଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ସହିତ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଦାବି ସମ୍ପର୍କରେ ଶ୍ରୀ ପାତ୍ର ଆଲୋଚନା କରିଥିଲେ। ଏହାକୁ ନେଇ ଆସନ୍ତା ଅଗଷ୍ଟ 2 ତାରିଖ ଦିନ ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯିବ। ପରେ ଅଗଷ୍ଟ 8 ତାରିଖ ଦିନ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହା ସତ୍ତ୍ୱେ ସରକାର ନ ଚେତିଲେ ଅଗଷ୍ଟ 16 ଦାବି ଦିବସ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ହେବାକୁ ଥିବା ମହାସମାବେଶରେ ଜିଲ୍ଲାରୁ 5000 ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ଯୋଗଦେବେ ବୋଲି ଓଷ୍ଟାର କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ। ଆଜି ସାମ୍ବାଦିକ ସମ୍ମିଳନୀ ଡାକିବାର ଉଦ୍ଦେଶ୍ୟ ହେଉଛି ସରକାର ଯେଉଁ ଆମ ସହିତ ବାରମ୍ବାର ଦୀର୍ଘ ବର୍ଷ ଧରି ଚଞ୍ଚକତା କରି ଚାଲିଛନ୍ତି, ଯେଉଁ 194 ବିଦ୍ୟାଳୟକୁ ଅନୁଦାନ ପ୍ରଦାନ ପାଇଁ ବାରମ୍ବାର ଦାବି ସତ୍ତ୍ୱେ ସରକାରଙ୍କ ସହିତ ଆଲୋଚନା ସତ୍ତ୍ୱେ ବିଗତ ସରକାର ଠାରୁ ଆରମ୍ଭ କରି ଏ ସରକାରର ବର୍ଷେ ପୂର୍ତ୍ତି ଉପଲକ୍ଷେ ମଧ୍ୟ ଆମେ ଏପର୍ଯ୍ୟନ୍ତ ସୁଫଳ ପାଇପାରୁନାହିଁ। ଦୀର୍ଘ ଦିନ କାର୍ଯ୍ୟ କଲା ପରେ 40 ବର୍ଷ ଚାକିରି କଲା ପରେ ପାଖାପାଖି 10-15 ହଜାର ଶିକ୍ଷକ ଆମ ଓଡ଼ିଶାରୁ ଅବସର ଗ୍ରହଣ କଲେଣି, ଟଙ୍କାଟିଏ ମଧ୍ୟ ପେନସନ୍ ପାଆନ୍ତି ନାହିଁ। ବିଶେଷ କରି ଏହି ପରିପ୍ରେକ୍ଷୀରେ ଆମେ ଯେଉଁ ସବୁ ଦାବି ରଖିଛୁ, ଚାକିରି କାଳ 60ରୁ 62ଟି ବୃଦ୍ଧି କରିବା, ଯେଉଁ ରହିଛି 2004ରୁ 2014 ମଧ୍ୟରେ ନିଯୁକ୍ତି ପାଇଥିବା କଣ୍ଟ୍ରାକ୍ଚୁଆଲ ଭାଇମାନଙ୍କର ନ୍ୟାସନାଲ ଇନକ୍ରିମେଣ୍ଟକୁ ବାଦ୍ ଦିଆଯାଇଛି, ତା ପାଇଁ ମଧ୍ୟ ଆମେ ଦାବି ରଖିଛୁ। ଆମେ ଦାବି ରଖିଛୁ କଲେଜ ଗୁଡ଼ିକୁ ଅନୁଦାନ ପରିସରଭୁକ୍ତ କରାଯାଉ, ସମସ୍ତ ବର୍ଗର ଛାତ୍ରମାନେ ସମାନ ସୁବିଧା ସୁଯୋଗ ପାଆନ୍ତୁ, ଏହିସବୁ ଆମେ ଦାବି ରଖିଛୁ। ସରକାର ଯଦି ଆଗାମୀ ଦିନରେ ଦାବି ପୂରଣ ନ କରନ୍ତି, ଆଜି ଆମେ ବାଲେଶ୍ୱରଠାରେ ମଧ୍ୟ ମିଳିତ ସମନ୍ୱୟ ତରଫରୁ ଏକ କନଭେନସନ୍ ଜେଆରସି ଭବନଠାରେ ଅନୁଷ୍ଠିତ କରିଥିଲୁ ଏବଂ ଆଗାମୀ ଦିନରେ ଅଗଷ୍ଟ 2 ତାରିଖ ସମଗ୍ର ଓଡ଼ିଶାରେ ଆମ ବାଲେଶ୍ୱରରେ ମଧ୍ୟ ପ୍ରତି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମ୍ମୁଖରେ ମଧ୍ୟ ବିକ୍ଷୋଭ କରାଯିବ ଏବଂ ସରକାରଙ୍କୁ ମଧ୍ୟ ଦାବି ପତ୍ର ପ୍ରଦାନ କରିବ। ତତ୍ସହିତ ଅଗଷ୍ଟ 8 ତାରିଖ ଆମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମଗ୍ର ଓଡ଼ିଶାରେ ଆମେ ମଧ୍ୟ ଆମ ବାଲେଶ୍ୱରରେ ମଧ୍ୟ ପାଖାପାଖି 5000 ଶିକ୍ଷକଙ୍କୁ ନେଇ ଷ୍ଟେସନ ଛକରୁ ରାଲି ବାହାରିବ ଏବଂ ଆମେ ଆସି ଜିଲ୍ଲାପାଳଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବୁ, ପ୍ରତିବାଦ ସଭା କରିବୁ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ମଧ୍ୟ ପ୍ରଦାନ କରିବୁ। ଯଦି ତାପରେ ମଧ୍ୟ ସରକାର କର୍ଣ୍ଣପାତ ନ କରନ୍ତି, ଆମର ଦାବିଗୁଡ଼ିକର ଆମ ସମସ୍ୟାଗୁଡ଼ିକୁ ଯଦି ସେ ସମାଧାନ ନ କରନ୍ତି, ଆଗାମୀ ଅଗଷ୍ଟ 16 ତାରିଖ ଭୁବନେଶ୍ୱରଠାରେ ଗାନ୍ଧୀ ମାର୍ଗରେ ମଧ୍ୟ 50,000 ଶିକ୍ଷକଙ୍କରୁ ଆମେ ଆନ୍ଦୋଳନ କରିବୁ। ସେଠି ସରକାରଙ୍କୁ ଆମେ ଚେତେଇ ଦେବୁ, ସରକାର ଯଦି ଆମର ଦାବି ପୂରଣ ନ କରନ୍ତି ତାହେଲେ ଅହରାତ୍ର ଧାରଣା କରିବା ପାଇଁ ବାଧ୍ୟ ହେବୁ, ଦୀର୍ଘସ୍ଥାୟୀ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁ, ଯେପର୍ଯ୍ୟନ୍ତ ଆମର ସମସ୍ୟା ସମାଧାନ ହେଉଛି, ଶିକ୍ଷକମାନଙ୍କୁ ପେନସନଭୁକ୍ତ କରାନଯାଇଛି, ଅନୁଦାନ ନ ଦିଆଯାଇଛି, ଶିକ୍ଷକମାନଙ୍କର ସମସ୍ତ ମୌଳିକ ସମସ୍ୟାକୁ ଯଦି ସମାଧାନ କରାନଯାଇଛି ତାହେଲେ ଆମେ ଆନ୍ଦୋଳନକୁ ତୀବ୍ରତର କରିବୁ। ଦରକାର ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମଧ୍ୟ ଧାରଣା ଦେବୁ, ବିକ୍ଷୋଭ କରିବୁ ଏବଂ କେଉଁଝରଠାରେ ମଧ୍ୟ ଏକ ଦୀର୍ଘମିଆଦୀ ଆନ୍ଦୋଳନ କରିବା ପାଇଁ ଆମେ ମଧ୍ୟ ଜିଲ୍ଲା ସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ ଆମେ ସମସ୍ତେ ପ୍ରସ୍ତୁତି ପଥରେ ଅଛୁ। ସଭାପତି ମନୋରଞ୍ଜନ ଦାସ, ଓଷ୍ଟାର ପୂର୍ବତନ ଜିଲ୍ଲା ସଭାପତି ବାଦଲ ଚନ୍ଦ୍ର ପାତ୍ର, ରାଜ୍ୟ ସଭାପତି ଅକ୍ଷୟ କୁମାର ମିଶ୍ର, ଜିଲ୍ଲା ପ୍ରଭାରୀ ପ୍ରଣବ କୁମାର ଜେନା
ଅଲ୍ ଅଷ୍ଟା ବାଲେଶ୍ୱର ଜିଲ୍ଲା ସଭାପତି ସୁଶାନ୍ତ କୁମାର ଦାସ, ସମ୍ପାଦକ ରବିନାରାୟଣ ପଣ୍ଡା, ସଂସ୍କୃତ ମହାମଣ୍ଡଳ ସଭାପତି ସଞ୍ଜୟ କୁମାର ଘଡ଼ାଇ, ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତି, 662 କଲେଜ ଅଣଶିକ୍ଷକ କର୍ମଚାରୀ ସଂଘ ସଭାପତି ପରେଶଚନ୍ଦ୍ର କାମିଳା, ସମ୍ପାଦକ ଭବେନ୍ଦ୍ର କୁମାର ମହାନ୍ତି, ମାଦ୍ରାସା ସଂଘ ସଭାପତି ମକସୁଦ ଅଲାମ ଖାଁ, ସମ୍ପାଦକ ତାଲିବ ଶାହାଙ୍କ ସମେତ ପ୍ରତିଭା ଚନ୍ଦ, ଶିବଶଙ୍କର ମିଶ୍ର, ରଶ୍ମିରଞ୍ଜନ ଶତପଥୀ, ପ୍ରମୋଦ କୁମାର ସାହୁ, ଜଗବନ୍ଧୁ ପଣ୍ଡା, ନିରଞ୍ଜନ ଦାସ, ଅଞ୍ଜନ କୁମାର ଚାନ୍ଦ, ମାନସ ସ୍ୱାଇଁ ଓ ସମସ୍ତ ମଣ୍ଡଳ ସମ୍ପାଦକ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।